ତେଣୁ ଏଇଥିପାଇଁ ଶ୍ରୀ ଠାକୁରଙ୍କର ଯେ ମିଶନ ଠାକୁରଙ୍କର ଯାହା କୁହାଅଛି ଯେ ଏ ବିଶ୍ୱରେ ଅଛି ଯେତେ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାରିତ ହେବ ଏହି ସତନାମ। ପ୍ରତି ଘରେ ଘରେ ପ୍ରତି ଗ୍ରାମେ ଗ୍ରାମେ କୋଭଳି ଅବସ୍ଥା ସୃଷ୍ଟି ହେବ, ଗ୍ରାମ୍ୟ ହେବ ମରା ଭୂଇଲ ବଉଳ ଯୋଗିନୀ ଗଣ ଘେରିଯିବେ। ତେଣୁ ଏପରି ପରିସ୍ଥିତି ସୃଷ୍ଟି ହେବ। ଶ୍ରୀ ଠାକୁର ଯୋଗ ସମାଧିସ୍ଥ ଅବସ୍ଥାରେ କହୁଛନ୍ତି, ମୁଁ ଯୋଉଠି ମୋର ଦୃଷ୍ଟି ନିକ୍ଷେପ ହଉଛି ସେଇଠି କଟା ମୁଣ୍ଡ ମୁଁ ଦେଖୁଛି ଆଉ ତାଜା ରକ୍ତ ଦେଖୁଛି। সেই বজ্র ନିର୍ଘୋଷ ବାଣୀରେ ଶ୍ରୀ ଠାକୁର ସୁନ୍ଦର ଭାବରେ ମଧ୍ୟ କହିଦେଇଛନ୍ତି ଯେ ଯୋଉ ପାପ ଦାନବୀର କଥା, ଘୋର କଳିକାଳର କଥା, ପ୍ରତିଟି ମଣିଷ ଭିତରେ ଯେ ବିକାର ଭାବ, ଯେ ବିଶ୍ୱ ଯୋଡ଼େ ଦ୍ୱନ୍ଦ୍ୱରେ ଉଠିବ ଯେ ଭୀମ ଅଗ୍ନି ଶିଖା, ସେଇଠି ମୋର ବିଜ୍ଞାପନୀ হছে ক্রমে রক্ত লিখা, পাপ দানবীর অত্যাচারে ডাকছে যেন ত্রাহি ত্রাহি, চিহ্ন সে যেমন প্রকটের সন্দেহ তুলে বিন্দু নাহি, নৈর দূরে আয় কোলে আয় কাঞ্চেকে আজ দুঃখ ভোগে ধর্ম সংস্থাপনার্থায় সম্ভবামি যুগে যুগে। তেଣୁ ସେ ପ୍ରତି ଯୁଗରେ ଆସନ୍ତି। ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ରଙ୍କର ଠୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଯେ ପୁରୁଷୋତ୍ତମ ମାନଙ୍କର ଆଗମନ ହେଇଛି, ବିବର୍ତ୍ତିତ ହୋଇ ଶ୍ରୀ ଠାକୁରଙ୍କର ଇଏ ହେଉଛି ଶେଷ ଅବତାର। ଆପଣମାନେ ଜାଣନ୍ତି ଭଗବାନ କୃଷ୍ଣଙ୍କ ପରେ ଶ୍ରୀ ଠାକୁରଙ୍କ ଯୋଉ ଲୀଳାମୃତ ରାମଚନ୍ଦ୍ରଙ୍କ ଭିତରେ, ପ୍ରଭୁ ରାମଚନ୍ଦ୍ରଙ୍କ ଭିତରେ ଯୋଉ ଭାବଧାରା ଥିଲା, ତାଙ୍କର ଯୋଉ ମିଶନ ଥିଲା, ଭଗବାନ କୃଷ୍ଣଙ୍କ ପାଖରେ ତା ନିଆରା ଗୋଟେ ସ୍ୱତନ୍ତ୍ର ହେଇଗଲା। ଚକ୍ର ଧରି ସେ ରକ୍ତରେ ହୋଲି ଖେଳିଲେ ଭଗବାନ କୃଷ୍ଣ। ଏପରି ସମୟ ଆସିଲା, ପ୍ରଭୁ ରାମଚନ୍ଦ୍ର ଶାନ୍ତ କାନ୍ତ ରଘୁବୀର କମନୀୟ ମୂର୍ତ୍ତି ହେଇ ଏ ବିଶ୍ୱକୁ ଶାସନ କଲେ। ଏବଂ ପରବର୍ତ୍ତୀ ସମୟରେ ପ୍ରଭୁ ରାମଚନ୍ଦ୍ରଙ୍କର ଯିବାର 500 ବର୍ଷ ପରେ ଭଗବାନ କୃଷ୍ଣଚନ୍ଦ୍ର ଆସିଲେ ଏବଂ ଜଣାଯାଏ ବା ଦେଖାଯାଏ, ହିସାବ କରି ଦେଖାଯାଏ ପ୍ରଭୁ ରାମକୃଷ୍ଣ ପରମହଂସ ସପ୍ତମ ଅବତାରୀ ସତ୍ତା ପର୍ଯ୍ୟନ୍ତ ପ୍ରଭୁ ରାମକୃଷ୍ଣ ପରମହଂସ 1886ରେ ଦେହ ରକ୍ଷା କଲେ। ଠିକ୍ ତାର 2 ବର୍ଷ 28 ଦିନ ପରେ ଶ୍ରୀ ଠାକୁର 1888ରେ ଜନ୍ମଗ୍ରହଣ କଲେ।